ଶିଷ୍ୟମାନେ ଶୁଣିକି ବର୍ତ୍ତମାନ ପାଣି ଭର୍ତ୍ତି କରୁଛନ୍ତି। ତ ମୁଁ ଜାଣିନାହିଁ ଯୋଉ ଦ୍ରାକ୍ଷରସ ମନୁଷ୍ୟ ବନେଇଥିଲା ସରିଯାଉଛି, ସେ ଦ୍ରାକ୍ଷରସକୁ ସେମାନେ କେମିତି ବନେଇଛନ୍ତି ଲେଖା ହେଇନି ବାଇବଲରେ। କିନ୍ତୁ ଯୀଶୁ ଯୋଉ ଦ୍ରାକ୍ଷରସ ବନେଇଲେ ସେ ବିଷୟରେ ଲେଖା ହେଇଛି ବାଇବଲ ନା। କେମିତି ବନେଇଲେ? ପାଣିରୁ ଦ୍ରାକ୍ଷରସ ବନେଇଲେ। 6 ଗୋଟା ପଥର ଜାଲରେ ତମେ ଫନ୍ଦ ପର୍ଯ୍ୟନ୍ତ ପାଣି ପକା ବୋଲି କହିଲେ। ତାପରେ କଣ ହେଲା, ତାର କୌଣସି ବିଷୟ ମଣିଷ ସହିତ ସମ୍ପର୍କ ନାହିଁ। ଶିଷ୍ୟମାନଙ୍କର କାମ ଖାଲି ଯୀଶୁଙ୍କର ଶୁଣିବେ ଆଉ ସେ ପଥର ଜାଲରେ ଫନ୍ଦ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରିବେ, ସେତିକି ତାଙ୍କର କାମ। ଏବେ ସେ ପଥର ଜାଲ ଭିତରେ ପାଣିକୁ ଦ୍ରାକ୍ଷରସ ବନେଇବାର କାମ କୌଣସି ଶିଷ୍ୟମାନଙ୍କର ଦାୟିତ୍ୱ ନାହିଁ। ଏବେ ପଥର ଜାଲ ଭିତରେ ପାଣିକୁ ଦ୍ରାକ୍ଷରସ ବନେଇବାର କାମ କାହାର? କେବଳ ଯୀଶୁଙ୍କର। ଠିକ ସେମିତି ଆମେ ମଧ୍ୟ ଆମ ଜୀବନରେ ଆମେ ବନେଇବା ଦ୍ରାକ୍ଷରସକୁ ନେଇକି ଆମେ କେତେ ଦିନ ଖୁସି ହେଇପାରିବା? ଆମେ ବନେଇବାର ଦ୍ରାକ୍ଷରସ ଦ୍ୱାରା ସଦାକାଳ କେ ମଧ୍ୟ ଖୁସି ହେଇପାରିବା ନାହିଁ। ମୁଁ ଯେତେବେଳେ ଜୀବନଯାପନ ଦେଖୁଛି ମୋର, ଅନ୍ୟମାନଙ୍କର, ଏ ଜଗତ ଲୋକମାନଙ୍କର, ବାକ୍ୟ ଲେଖା ହେଇଛି, ଉପଦେଶକ ପୁସ୍ତକ ଲେଖା ହେଇଛି ଯେ ମଣିଷର ରାତ୍ରିରେ ହିଁ ବିଶ୍ରାମ ନାହିଁ ଲେଖା ହେଇଛି।